ଆପଣଙ୍କର ଯଦି ମୀନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ଫେବୃଆରୀ ମାସରେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କର ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଇଦେବ। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ମୀନ ରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହାଙ୍କୁ ନବଗ୍ରହଙ୍କର ମଧ୍ୟରେ ଶ୍ରେଷ୍ଠ ଗ୍ରହ ମନାଯାଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଦେବଗୁରୁ ବୃହସ୍ପତି କୌଣସି ରାଶିର ଅଧିପତି ଏବଂ ସେହି ରାଶିର ଗୁରୁ ସ୍ଥାନରେ ବିରାଜମାନ କରିଥାନ୍ତି, ତେବେ ତାହାକୁ ଶୁଭ ମାନାଯାଇଥାଏ। ତେଣୁ ମୀନ ରାଶିର ବ୍ୟକ୍ତିବିଶେଷଙ୍କର ବହୁତ ମାତ୍ରାରେ ଶୁଭ ପ୍ରାପ୍ତି ହେବାକୁ ଯାଉଅଛି, କାରଣ ଆପଣଙ୍କର ପଞ୍ଚମ ଭାଗରେ ଗୁରୁ ସ୍ଥାନରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି, ଯାହା ଆପଣଙ୍କର କ୍ୟାରିୟର ଉପରେ ବହୁତ ମାତ୍ରାରେ ଫୋକସ୍ କରିବେ। ଖାସ୍ କରି ଆପଣଙ୍କର ଚାକିରିକୁ ନେଇ ଯଦି ଆପଣ କୌଣସି ଚାକିରିରେ ଲିପ୍ତ ଅଛନ୍ତି କିମ୍ବା ଚାକିରି ପାଇଁ ପ୍ରିପାରେସନ୍ କରୁଥାନ୍ତି, ଦେଖିବେ ଆପଣଙ୍କୁ ଚାକିରିରେ ନିଶ୍ଚିତ ଭାବରେ ଉନ୍ନତି ଆସିବ। ଯଦି କୌଣସି ଚାକିରି କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କର ନିଶ୍ଚିତ ଭାବରେ ପ୍ରମୋସନ୍ ଘଟିବ, କିମ୍ବା ଚାକିରିରେ ନଥାନ୍ତି ଆପଣଙ୍କର ପ୍ରମୋସନ୍ ଘଟିବ, କିମ୍ବା ଚାକିରି ପାଇଁ ପ୍ରିପାରେସନ୍ ହେଉଛନ୍ତି, ତେବେ ଆପଣଙ୍କୁ ବହୁତ ମାତ୍ରାରେ ଅପରଚ୍ୟୁନିଟି ମଧ୍ୟ ମିଳିବ। ଆପଣଙ୍କର କ୍ୟାରିୟରଟିକୁ ସଠିକ୍ ମାର୍ଗରେ ସଠିକ୍ ଭାବରେ ସଞ୍ଚାଳିତ କରିବା ପାଇଁ ଆପଣଙ୍କୁ ବହୁତ ପ୍ରକାରର ଅପରଚ୍ୟୁନିଟି ଆସିପାରେ। ଆପଣ କୌଣସି ନୂତନ ବିଜନେସ୍ ମଧ୍ୟ ଷ୍ଟାର୍ଟ କରିପାରନ୍ତି, କୌଣସି ନୂତନ ଷ୍ଟାର୍ଟଅପ୍ ମଧ୍ୟ ସୃଷ୍ଟି କରିପାରନ୍ତି। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର କ୍ୟାରିୟର ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ମାତ୍ରାରେ ଫୋକସ୍ କରିଥାନ୍ତି। ତେଣୁ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ଖାସ୍ କରି ଦେଖନ୍ତୁ, ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା, ଶ୍ୱାସ ଜନିତ ସମସ୍ୟା ରହୁଥିଲା ଏବଂ ଆପଣଙ୍କର ଡାଇବେଟିସ୍ ଜନିତ ମଧ୍ୟ ସମସ୍ୟା ରହୁଥିଲା, ଦେଖିବେ ଏଥିରୁ ଖୁବ୍ ଶୀଘ୍ର ଆପଣ ପାର ପାଇବେ। ଏବଂ ଆପଣଙ୍କର ଯଦି ଶନିଙ୍କୁ ଦେଖିବା, ତେବେ ଶନି ମଧ୍ୟ ସଠିକ୍ ଜାଗାରେ ଅଛନ୍ତି। ଆପଣଙ୍କର ସପ୍ତମ ଭାଗରେ ଅଛନ୍ତି ଶନି ମହାଗ୍ରହ, ଯାହାଙ୍କୁ କର୍ମଫଳ ଦେବତା କୁହାଯାଏ। ଏବଂ ଆପଣ ଯଦି ଭଲ କର୍ମ କରିବେ, ତେବେ ଭଲ ଫଳ ନିଶ୍ଚିତ ଭାବରେ ପ୍ରାପ୍ତ କରିବେ। ଆପଣଙ୍କର କର୍ମ ଅନୁଯାୟୀ ଆପଣଙ୍କୁ ଫଳ ପ୍ରାପ୍ତ କରାଇବେ ଶନି। ତେଣୁ ଆପଣ କିଛି ଦାନ କରନ୍ତୁ ଏହି ଫେବୃଆରୀ ମାସରେ, ଦେଖିବେ ଆହୁରି ମାତ୍ରାରେ ମଙ୍ଗଳ ନିଶ୍ଚିତ ଭାବରେ ହେବ। ଏବଂ ଶନିଙ୍କର ପ୍ରଭାବ ହେତୁ ଆପଣ କୌଣସି ନୂତନ ଜମି କ୍ରୟ କରିପାରନ୍ତି, ତା ସହିତ କୌଣସି ବାସଗୃହ ମଧ୍ୟ ନିର୍ମାଣ କରିପାରନ୍ତି ଏବଂ ଦୂର ଯାତ୍ରା କିମ୍ବା କୌଣସି ନୂତନ ତୀର୍ଥ ଭ୍ରମଣ କରିପାରନ୍ତି। ଆପଣଙ୍କୁ କିଛି ଅପରଚ୍ୟୁନିଟି ମଧ୍ୟ ଆସିବ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କର ମଧ୍ୟ ସହାୟକ ମିଳିପାରେ। ଏବଂ ଆପଣଙ୍କର ଯଦି ନବମ ଗ୍ରହକୁ ଦେଖିବା, ନବମ ଘରେ ଶୁକ୍ର ଏବଂ ବୁଧ ମହାଗ୍ରହ ଏକତ୍ର ରହିଛନ୍ତି, ଯାହା ଆପଣଙ୍କର ଯେଉଁ ପାରିବାରିକ ବାଦ ବିବାଦ, ଲଭ୍ ଲାଇଫ୍ କ୍ଷେତ୍ର, ହାପିଲି ମ୍ୟାରେଜ୍ ଲାଇଫ୍, ଯଦି ଆପଣଙ୍କର ନୂତନ ମ୍ୟାରେଜ୍ ହୋଇଛି, ଦେଖିବେ ଏହି କ୍ଷେତ୍ରରେ ବହୁତ ମାତ୍ରାରେ ଯୋଗଦାନ କରିବେ। ଆପଣଙ୍କର ପାରିବାରିକ ବାଦ ବିବାଦକୁ ସବୁ ଦୂରେଇ ଦେବେ ଏବଂ ଆପଣଙ୍କ ଭିତରେ ପ୍ରେମର ନୂତନ ଦିନ ଆରମ୍ଭ କରାଇବେ। ତେଣୁ ଆପଣଙ୍କ ପାଇଁ ଏହି ଫେବୃଆରୀ ମାସଟି ଅତ୍ୟନ୍ତ ଭାବରେ ଶୁଭରେ ଯାଉଅଛି। କିନ୍ତୁ ଦୁଃଖଦର ଘଟଣା ଗୋଟିଏ, ଯେ କି ଆପଣଙ୍କ ଦ୍ୱାଦଶ ଘରୁ 2 ପାଦ ଆଗେ, ମତଲବ ଆପଣଙ୍କର ଦଶମ ଘରେ ରାହୁଙ୍କର ବିରାଜମାନ ହୋଇଅଛି। ତେଣୁ ଆପଣ କୌଣସି ଛୋଟ ମୋଟ ଆକ୍ସିଡେଣ୍ଟରେ ଆପଣଙ୍କର ହୋଇପାରେ, ଛୋଟ ମୋଟ ଆକ୍ସିଡେଣ୍ଟରେ ଆପଣଙ୍କର କିଛି ଖଣ୍ଡିଆ ଖାପରା ହୋଇପାରେ, କିମ୍ବା ଆପଣ କୌଣସି ଆପଣଙ୍କର ବଡ଼ ବ୍ୟୟ ହୋଇଯାଇପାରେ, ଆପଣ କିଛି ଲସ୍ କରିପାରନ୍ତି, ଟଙ୍କା ହେଉ ବା କିଛି ବି ଜିନିଷ ହେଉ, ଆପଣଙ୍କର କିଛି କ୍ଷତି ହୋଇପାରେ। ତେଣୁ ରାହୁଙ୍କର ପ୍ରତିକାର ପାଇଁ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ତା ସହିତ ଯଦି ସମୟ ହେଉଛି, ତେବେ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ଦେଖିବେ ଆପଣଙ୍କର ରାହୁଙ୍କର ପ୍ରଭାବ ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଯିବ। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ
विश्वास करुथांती तेबे भिडियोटी को लाइक करने सह चैनलटी को सब्सक्राइब निश्चय भाव में करेंगे। तेबे रहुची धन्यवाद। जय जगन्नाथ।